ତୁମେ ନିଜ ଶରୀରର ସମସ୍ତ ରୋଗ, କଷ୍ଟ, ପୀଡ଼ା ବା ଯନ୍ତ୍ରଣାକୁ ଭଲ କରିବାକୁ ଚାହୁଁଛ କି? ନିଜ ଜୀବନର ସମସ୍ତ ପରୀକ୍ଷା, ଆଦେଶ ବା ଆହ୍ୱାନ ତଥା ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଚାହୁଁଛ କି? ତେବେ ନିଜ ଅନ୍ତର୍ମନର ଗଭୀରତା ସହିତ ନିଜକୁ ସମ୍ପୂର୍ଣ୍ଣ ରୂପେ କେନ୍ଦ୍ରିତ କରି କ୍ଷମା କରିବାର ଅଭ୍ୟାସ କର। ମୋ ପିଲାମାନେ, ସେହି ସମସ୍ତଙ୍କୁ କ୍ଷମା ଯାଚନା କର ବା କ୍ଷମା ମାଗ ଯେଉଁମାନଙ୍କୁ ଜଣା ଅଜଣାତରେ କେବେ କେଉଁଠି ଆଘାତ ଦେଇଛ ବା ପହଞ୍ଚାଇଛ, କିମ୍ବା ଯେଉଁମାନେ ତୁମକୁ କେବେ କୌଣସି ଜଣା ଅଜଣାତରେ ଦୁଃଖ ବା ଯନ୍ତ୍ରଣା ପହଞ୍ଚାଇଛନ୍ତି, ସେମାନଙ୍କୁ କ୍ଷମା କର ଏବଂ ବହୁତ ସାରା ଭଲ ପାଇବା ପଠାଅ, ସ୍ନେହ ପଠାଅ। ମୋ ପିଲାମାନେ, ସମସ୍ତଙ୍କୁ ନିଜ ହୃଦୟରୁ କ୍ଷମା କର। ତୁମର ଜୀବନକୁ ଏକ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ବନାଅ। ଗତକାଲି ତୁମେ କିଛି କ୍ଷଣ ପାଇଁ ଅସ୍ଥିର ହୋଇଯାଇଥିଲ। ମୋତେ ପଚାରୁଥିଲ କି, ବାବା, ସଠିକ୍ ରାସ୍ତା ଜାଣିଥିଲେ ମଧ୍ୟ ଏହା ଉପରେ ଚାଲିବା ପାଇଁ ବା ଏହାକୁ ଅନୁସରଣ କରିବାକୁ ବେଳେବେଳେ କାହିଁକି କଷ୍ଟକର ହୋଇଯାଏ? କାହିଁକି ତାହା ସାମ୍ନାରେ ଏତେ ସାରା ବାଧାବିଘ୍ନ ଆସିଯାଏ? ହଁ ପିଲାମାନେ, ମୁଁ ତୁମ ମନର କଥା ଜାଣିଛି। ମୁଁ ଜାଣେ ତୁମ ମନରେ କ'ଣ ଅଛି। ସେଥିପାଇଁ ମୁଁ ତୁମକୁ ଶାନ୍ତ ରହିବାକୁ କହୁଛି। ତୁମକୁ କହୁଛି, ସବୁରି ବା ଧୈର୍ଯ୍ୟ ରଖ। ଧୀରେ ଧୀରେ ସବୁ କିଛି ଠିକ୍ ହୋଇଯିବ। ଯେତେବେଳେ ମନ ଅସ୍ଥିର ହୋଇଯାଏ, ତେବେ ସାଇ ସାଇ ନାମ ଜପ କର। ମୁଁ କହୁଛି, ଆସନ୍ତା 12 ଦିନ ମଧ୍ୟରେ ତୁମର ଗୋଟିଏ ଦ୍ୱନ୍ଦ୍ୱର ସମାଧାନ ହେବ। ନିଜ ଘରର ଆର୍ଥିକ ସମସ୍ୟା ମଧ୍ୟ ଆସନ୍ତା 1 ମାସରେ ଦୂର ହୋଇଯିବ। ଚିନ୍ତା କର ନାହିଁ କି ବ୍ୟସ୍ତ ହୁଅ ନାହିଁ। ମୁଁ ଅଛି, ସବୁକିଛିର ଯତ୍ନ ମଧ୍ୟ ନେଉଛି। ଗତକାଲି ଯାହା ଘଟିଲା ସେସବୁ ମୁଁ ହିଁ କରିଥିଲି। ତାହା ମୋର କାର୍ଯ୍ୟ ଥିଲା, ମୋର ହିଁ ଲୀଳା ଥିଲା। ହଁ, ମୁଁ ଦେଖିଛି ତୁମେ ସେହି ସମୟରେ ମୋ ଉପରେ କିପରି ବିଶ୍ୱାସ ରଖିଥିଲ, ଧୈର୍ଯ୍ୟର ସହ ସବୁକିଛି ସହିଥିଲ ଏବଂ ଆବଶ୍ୟକ ସମୟରେ ଯେତିକି ଜରୁରୀ ଥିଲା ସେତିକି କହିଛ। ଜାଣିଛ, ମୁଁ ତୁମ ଉପରେ ବହୁତ ପ୍ରଭାବିତ। ତୁମକୁ ଖୁବ୍ ଶୀଘ୍ର ମୋର ଫଟୋ କିମ୍ବା ପ୍ରତିମାର ସ୍ୱରୂପ ମିଳିବ। ନିତ୍ୟ ପ୍ରତିଦିନ ତାହାର ପୂଜା କରିବ। ତୁମକୁ ଅନେକ ଆଶୀର୍ବାଦ ମିଳିବ। ଖୁସିରେ ରୁହ। ଖୁବ୍ ସାରା ଆଶୀର୍ବାଦ କରୁଛି। ଯା, ତୋ ଜୀବନ ଆଜିଠୁ ସୁଖମୟ, ମଙ୍ଗଳମୟ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।